ସମସ୍ତେ ଯୋଡ଼ି ହେଇଯାଅ ପିଲାମାନେ। ଆଜି ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆମେ ଡିସ୍କସନ୍ କରିବା। ସିଲେକ୍ସନ୍ ପିଲାମାନେ କହିପାରିବ? ୟେସ୍ ପିଲାମାନେ, ଓଡ଼ିଆରେ ଆମେ ନେଇକି ଆସିଛନ୍ତି ଆଜି ସିଲେକ୍ସନ୍ କ୍ୱେଶ୍ଚନ୍। ତ ପିଲାମାନେ ଓଡ଼ିଆରେ ଫାଷ୍ଟ ଆମର ପାର୍ଟ ଆମର ସରିଥିଲା। କହିଥିଲି ପିଲାମାନେ 3ଟି ପାର୍ଟ ଦେବି। 3ଟି ପାର୍ଟରେ ଯଦି 3ଟି ପାର୍ଟ କମ୍ପ୍ଲିଟ୍ କରିଦେଉଛ, 3ଟି ସେଟ୍ ଯଦି କମ୍ପ୍ଲିଟ୍ କରିଦେଉଛ, ତାହେଲେ 100% ତୁମ ଓଡ଼ିଆରେ ଭଲ କରିପାରିବ ତୁମ 10ମ ଶ୍ରେଣୀ ବୋର୍ଡ଼ ଏକ୍ଜାମ୍ ପାଇଁ। ବୁଝିପାରୁଛ? ତ 3ଟି ଦେଖିବା ନିହାତି ଜରୁରୀ। ତ ଫାଷ୍ଟଟା ପିଲାମାନେ ଅପଲୋଡ଼ ହୋଇସାରିଛି। ତ ଏଇ ଭିଡ଼ିଓଟାକୁ ତୁମେ କମ୍ପ୍ଲିଟ୍ କରି ସେଇ ଭିଡ଼ିଓଟାକୁ ଯାଇ ଦେଖିପାରିବ। ୟାପରେ ପିଲାମାନେ ତୁମର ଜାନୁଆରୀ ଫେବୃଆରୀରେ ଆସିବ ପିଲାମାନେ ସେଇ କ୍ୱେଶ୍ଚନ୍ଟି ତୁମର ଦେଖି ନେଉଛ ଯଦି, ତାହେଲେ 3ଟି ପାର୍ଟରେ ତୁମେ ଓଡ଼ିଆରେ ଭଲ କରିପାରିବ ସବଜେକ୍ଟିଭରେ। ବୁଝିପାରିଲ? ପିଲାମାନେ ଷ୍ଟାର୍ଟ କରିବା ପୂର୍ବରୁ ଏତିକି ପିଲାମାନେ କହିବି, ତ ପ୍ରଥମ ଥର ପାଇଁ ଦେଖିଲେ ଆମ ଚ୍ୟାନେଲକୁ କରିଦେବ ସବସ୍କ୍ରାଇବ୍ ପିଲାମାନେ, ପାଖରେ ଥିବା ବେଲ୍ ଆଇକନ୍କୁ କରିଦେବ କ୍ଲିକ୍। ଓକେ, ତ ଡେରି କରିବାନି, ଷ୍ଟାର୍ଟ କରିବା। ପିଲାମାନେ ଦେଖ, ଆଉ ପିଲାମାନେ 10ମ ଶ୍ରେଣୀ ଏକ୍ଜାମ୍ ତୁମର ପାଖେଇ ଆସୁଛି। ତ ଫେବୃଆରୀ ମାସରେ ଅଛି। ତ ଜାନୁଆରୀ ତୁମେ ସବୁ ଏଗୁଡ଼ା କ୍ୱେଶ୍ଚନ୍ ଯେତିକି ବି ଦେଉଛି ସବୁକିଛି ଜାନୁଆରୀ ପ୍ରାକ୍ଟିସ୍ କର। ବୁଝିଲ କି? ଆଉ ତୁମ ପାଖରେ ଟାଇମ୍ ନାହିଁ। ତ ଯେତିକି କ୍ୱେଶ୍ଚନ୍ ଦେଉଛି ଆଉ କେଉଁଠି ଦେଖିବା ଦରକାର ନାହିଁ, ଏତିକି ହିଁ ତୁମେ ପ୍ରାକ୍ଟିସ୍ କର। ବୁଝିପାରୁଛ? ଦେଖ, 1 ନମ୍ବର କ ଅଛି, ଓଡ଼ିଆ ସାହିତ୍ୟକୁ କାନ୍ତକବି ଅବଦାନ ସମ୍ପର୍କରେ ଆଲୋଚନା କର। ଓଡ଼ିଆ ସାହିତ୍ୟ କାନ୍ତକବିର ଅବଦାନ କିପରି ଥିଲା, ତ ସେଇ ସମ୍ପର୍କରେ ଆଲୋଚନା କରିବା କଥା କହିଛି। ତ ନେକ୍ସଟ ଅଛି, ନରେନ୍ଦ୍ର ବିବେକାନନ୍ଦ ପରିଣତ ହେବାର ପ୍ରକ୍ରିୟା ବିଷୟରେ ଲେଖ। ନରେନ୍ଦ୍ର ବିବେକାନନ୍ଦ ଯେଉଁ ହେଇଥିଲେ, ତ ସେଇଟା ତାର ପ୍ରକ୍ରିୟା କ'ଣ ଥିଲା ସେଇଟା ଲେଖିବାର ଅଛି। 6 ନମ୍ବର କ୍ୱେଶ୍ଚନ୍ ଅଛି, ଆଶ୍ରମରେ ସତୀ ସୀତାଙ୍କୁ କିପରି ସ୍ୱାଗତ କରାଯାଇଛି। ଆଶ୍ରମରେ ସତୀ ସୀତାଙ୍କୁ ତ ସ୍ୱାଗତ ସେ ଯେଉଁ ହେଇଛି, ତ କେଉଁ ଟାଇପ୍ରେ ସ୍ୱାଗତ କରାଯାଇଛି ଏଇଟା ଲେଖିବ। ତ ଅର୍ରେ ପିଲାମାନେ ଦେଇଛି, ପଠିତ କବିତା ଆଧାରରେ ଚିଲିକାର ସନ୍ଧ୍ୟା ସମୟ ଦୃଶ୍ୟ କିପରି ବର୍ଣ୍ଣମୟ ହୋଇଛି ଆଲୋଚନା ଲେଖ। ପିଲାମାନେ ତୁମେ 6 ନମ୍ବର 2ଟା ଅଛି, ତ 2ଟା ଭିତରେ ତୁମେ ଗୋଟେ କରିପାରିବ। ଆଶ୍ରମରେ ସତୀ ସୀତାଙ୍କୁ କିପରି ସ୍ୱାଗତ କରାଯାଇଛି ଏଟା କରିପାରିବ, ନହେଲେ ପଠିତ କବିତା ଆଧାରରେ ଚିଲିକାର ସନ୍ଧ୍ୟା ସମୟର ଦୃଶ୍ୟ କିପରି ବର୍ଣ୍ଣନ ହୋଇଛି ତ ସେଟା ବି କରିପାରିବ। 2ଟା ଭିତରୁ ଗୋଟିଏ କରିବ। ବୁଝିପାରିଲ? ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଯିବା। ଦେଖ, ନେକ୍ସଟ କ୍ୱେଶ୍ଚନ୍ ଦେଖ ପିଲାମାନେ, ଦେଖ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ଅଛି 2 ନମ୍ବର। ପିଲାମାନେ 2 ନମ୍ବର ଅଛି, ନିଜ ଛୁଆ ବୋଲି ସବୁ ଦୋଷ ସିନା କ୍ଷମୀ ଅଛୁ ଏକା ତୁଇ। ପିଲାମାନେ ତୁମ ପ୍ରସଙ୍ଗ ସରଳାର୍ଥ ଆସିଲା। ସରଳାର୍ଥର ବି ପିଲାମାନେ ଏକ୍ଜାମ୍ରେ ଆସୁଛି। ତ ଫାଷ୍ଟ ସରଳାର୍ଥ ଅଛି, ନିଜ ଛୁଆ ବୋଲି ସବୁ ଦୋଷ ସିନା କ୍ଷମୀ ଅଛୁ ଏକା ତୁଇ। ବୁଝିପାରିଲ? ତ ନେକ୍ସଟ ଅର୍ରେ ଅଛି ପିଲାମାନେ, ସଂଧାନୀ ତବ ସଂଧାନ ପଥେ କଣ୍ଟକ ଟେକେ ଶିର। ତ ସଂଧାନୀ ତବ ସଂଧାନୀ ପଥେ କଣ୍ଟକ କଟେ ଟେକ ଶିର। ତ ଏଇଟା ପିଲାମାନେ ନେକ୍ସଟ ଅଛି। ତ ସେହିପରି ପିଲାମାନେ 6 ନମ୍ବର କ୍ୱେଶ୍ଚନ୍ ଦେଖିବା। ପିଲାମାନେ ରଚନା ଦେଇଛି, ଅଧିକାଂଶ ରଚନା ପ୍ରାଣ ଧର୍ମରେ ହାସ୍ୟ କୌତୁକ ଏବଂ ବ୍ୟଙ୍ଗ ବିତୃପଦ ଧର୍ମଟିଆ ଲେଖ। ବୁଝିଲ କି? ତ ପିଲାମାନେ ଦେଖ, ଅର୍ରେ ଦେଇଛି ଯଦି ଏଇଟା ପ୍ରାଣ ଧର୍ମରେ ହାସ୍ୟ କୌତୁକ ଯେଉଁଟା ଅଛି, ତ ଯେତିକି ଆମର ମାନେ ହସିବା ଏବଂ ବ୍ୟଙ୍ଗ ଯେଉଁଟାକି ଆମର ଆକ୍ଟିଂ ରହିଲା, ତ ସେଇ ବିଷୟରେ ଗୋଟେ ଲେଖିବାର ଅଛି। ତାପରେ ଅର୍ରେ ପିଲାମାନେ ଦେଇଛି, ଏମାନେ ପୁଷ୍ପିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ଜନି। ଏଇ କ୍ୱେଶ୍ଚନ୍ଟି ପିଲାମାନେ ଏକ୍ଜାମ୍ରେ ଆସେ। ତ ଏଇ କ୍ୱେଶ୍ଚନ୍ଟି ଟିକେ ଭଲ ଭାବରେ ଦେଖିକି ଯାଇଥିବ। ବୁଝିଲ କି? ତ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଯଦି ପିଲାମାନେ 200 ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ପ୍ରବନ୍ଧ ଲେଖ ପିଲାମାନେ ଆସିଛି। ତ ଜାତୀୟ ଶିକ୍ଷାନୀତି 2020 ପିଲାମାନେ, ତ ଉପକ୍ରମ ପିଲାମାନେ ଦେଇଛି, ଆବଶ୍ୟକତା ଦେଇଛି, ଭର୍ତ୍ତିଭୂମି ଦେଇଛି, ପ୍ରଭାବ ଦେଇଛି, ଉପସଂହାର ଦେଇଛି। ତ ସେହିପରି ଖରେ ଦେଇଛି ପିଲାମାନେ, ତୁମ ପ୍ରିୟ କବି। ଉପକ୍ରମ ଦେଇଛି, ତାର ଜୀବନୀ ଦେଇଛି ପିଲାମାନେ, ସାହିତ୍ୟ ଦେଇଛି, ସ୍ୱାନ୍ତତ୍ୟ ଦେଇଛି, ଶେଷ କଥା ଦେଇଛି, ତୁମ ପ୍ରିୟ କବି। ବୁଝିପାରିଲ? ତ ସେହିପରି ପିଲାମାନେ 1 ନମ୍ବର ଦେଇଛି, ମୋବାଇଲ। ପିଲାମାନେ ମୋବାଇଲ ବିଷୟରେ ବି ତମର ଆସୁଛି ଗୋଟେ। ଉପକ୍ରମ ଦେଲା, ତ ଉଦ୍ଭାବନ ଦେଲା, ଉପକାରିତା ଦେଲା, ଅପକାରିତା ଦେଲା, ଲାଷ୍ଟକୁ ପିଲାମାନେ ଶେଷ କଥା ଲେଖିଲା। ତ ସବୁଥିରେ ପିଲାମାନେ ଶେଷ କଥା ଯାହା ହେଲେ ଲେଖିବ। ପିଲାମାନେ ଦେଖ, ଶେଷ କଥା ଏବଂ ପିଲାମାନେ ଉପକ୍ରମଟା ଫାଷ୍ଟ ତମର ରହୁଛି, ତ ଉପକ୍ରମ ତମେ ଲେଖିବ। ବୁଝିପାରିଲ? ପିଲାମାନେ 3 ନମ୍ବର ପିଲାମାନେ ଏଇଟା ଥିଲା। ତ 4 ନମ୍ବର କ୍ୱେଶ୍ଚନ୍ ଦେଖିବା। ପିଲାମାନେ 4 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି ନା, ଯେକୌଣସି ଗୋଟିଏ ବିଷୟରେ 100 ଶବ୍ଦ ମଧ୍ୟରେ ପତ୍ର ଦରଖାସ୍ତ ଲେଖ। ପତ୍ର ଦରଖାସ୍ତ ପିଲାମାନେ ଆସିଲା, ଯେଉଁଟା ତମ ଏକ୍ଜାମ୍ ପାଇଁ ଇମ୍ପୋର୍ଟାଣ୍ଟ। ତୁମ ଜୀବନର ଲକ୍ଷ୍ୟ ଜଣାଇ ତୁମ ମାମୁଙ୍କ ନିକଟକୁ ପତ୍ର ଗୋଟେ ଲେଖ। ପିଲାମାନେ ତୁମ ମାମୁଙ୍କ ନିକଟକୁ ତୁମ ଜୀବନର ଲକ୍ଷ୍ୟ କ'ଣ ଅଛି, ତୁମେ ଆଗକୁ କ'ଣ କରିବ, ତ ସେଇ ବିଷୟରେ ତୁମ ମାମୁଙ୍କ ନିକଟକୁ ଗୋଟେ ପତ୍ର ଲେଖ। ତ ସେକେଣ୍ଡ ଅଛି, ତୁମ ଚକ୍ଷୁ ସାମ୍ନାରେ ଘଟିଥିବା ଏକ ଦୁର୍ଘଟଣା ବିଷୟରେ ଜଣାଇ ଭାଇଙ୍କ ନିକଟକୁ ପତ୍ର। ତୁମ ଚକ୍ଷୁ ସାମ୍ନାରେ, ତୁମ ଆଖି ସାମ୍ନାରେ ପିଲାମାନେ କ'ଣ ଘଟିଛି, ତ ସେଇଟାକୁ ଦେଖି ଗୋଟେ ଦୁର୍ଘଟଣା ଜଣାଇ କ'ଣ ଲେଖିବ ନା, ଭାଇଙ୍କ ନିକଟକୁ ଗୋଟେ ପତ୍ର ଲେଖିବ। ବୁଝିପାରିଲ? ତ ସେହିପରି ପିଲାମାନେ ଯଦି 6 ନମ୍ବର ଦେଖିବା। ପିଲାମାନେ 6 ନମ୍ବର କ୍ୱେଶ୍ଚନ୍ ଦେଖ, କାଳବୈଶାଖୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ବିଦ୍ୟୁତ୍ ସରବରାହ ସକ୍ରିୟ କରିବା ନିମନ୍ତେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ। କାଳବୈଶାଖୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ପିଲାମାନେ, ତ ସେଥିପାଇଁ ବିଦ୍ୟୁତ୍ ସରବରାହ ସକ୍ରିୟ ନିମନ୍ତେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀମାନଙ୍କୁ ଗୋଟେ ଦରଖାସ୍ତ ଲେଖିବା କଥା କହିଛି। ବୁଝିପାରିଲ? ନେକ୍ସଟ କ୍ୱେଶ୍ଚନ୍, ବାର୍ଦ୍ଧକ୍ୟ ଭତ୍ତା ପାଇବା ନିମନ୍ତେ ଅନୁରୋଧ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ।
ବାଧ୍ୟତା ଯେଉଁ ଭତ୍ତା ପିଲାମାନେ ପାଇବା କଥା ତ ସେଇଟାକୁ ଅନୁରୋଧ କରି ଗୋଟେ ବ୍ଲକ ଉନ୍ନୟନ ଯେ ଭତ୍ତା ପିଲାମାନେ ୟାର ହେଇଯାଇଛି ସେ ଭତ୍ତା ପାଉନି ତ ସେଥିପାଇଁ ପିଲାମାନେ ଗୋଟେ ଉନ୍ନୟନ ବ୍ଲକ ଉନ୍ନୟନ ଅଧିକାରୀକୁ ନିକଟକୁ ଦରଖାସ୍ତ ଲେଖ। ଏଇଟା ପିଲାମାନେ କ୍ୱେଶ୍ଚନ୍ ଥିଲା। ତ 5 ନମ୍ବର କ୍ୱେଶ୍ଚନ୍ ଅଛି ପିଲାମାନେ ନିୟମ ଅନୁଚ୍ଛେଦ ପଢ଼ିବ। ଅନୁଚ୍ଛେଦ ପଢ଼ିକି ପିଲାମାନେ ବାରମ୍ବାର କହୁଛି ଏଇ ଅନୁଚ୍ଛେଦ ପିଲାମାନେ ଭଲ କରି ସ୍କ୍ରିନଶଟ୍ ନିଅ। ତ ଭଲ କରି ଏଇ ଅନୁଚ୍ଛେଦ ପ୍ରାକ୍ଟିସ୍ କର ପିଲାମାନେ, ଏକ୍ଜାମ୍ରେ ଆସିବ ପିଲାମାନେ। ଏବଂ ପିଲାମାନେ ଅନୁଚ୍ଛେଦ ପଢ଼ିଲା ପୂର୍ବରୁ ମୁଁ ଏତିକି କହିବି ପିଲାମାନେ ଯେଉଁ ଅନୁଚ୍ଛେଦରେ ଅଛି ପିଲାମାନେ ଏ ଅନୁଚ୍ଛେଦଟାକୁ ତୁମେ 2ରୁ 3 ଥର ପଢ଼ିବ। 2ରୁ 3 ଥର ପଢ଼ିଲା ପରେ ତୁମେ ସବୁ କରିପାରିବ ପିଲାମାନେ। ଯଦି ନ ପଢ଼ିକି କ୍ୱେଶ୍ଚନ୍ କରୁଛ ନା ପିଲାମାନେ ତ କ୍ୱେଶ୍ଚନ୍ କରିପାରିବ ନାହିଁ, ବୁଝିପାରିଲ? ତ 2ରୁ 3 ଥର ପଢ଼ି ଆରାମସେ କରିପାରିବ। ତ ସେହିପରି ପିଲାମାନେ ଦେଖ ଏଠି ଆମର ଅଛି 3ଟି 3 4 5ଟି ଅଛି। ତ 5ଟି ଯଦି ତୁମେ ହେଉଛି କମ୍ପ୍ଲିଟ୍ କରିଦେଉଛ ତାହେଲେ ତୁମେ କେତେ ଇଣ୍ଟୁ 2 କଲେ ଆମକୁ କେତେ 10 ମାର୍କ ପିଲାମାନେ ମିଳିଯାଉଛି। ଏଠି 5ଟିରୁ ପିଲାମାନେ 10 ମାର୍କ ମିଳିଯାଉଛି, ବୁଝିଲ କି? ତ ପିଲାମାନେ ଦେଖ ଆଜି ଥିଲା ଏଇ ସିଲେକ୍ସନ୍ କ୍ୱେଶ୍ଚନ୍ଟି ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏଇଟା ତୁମେ ଯଦି ପ୍ରାକ୍ଟିସ୍ କରିଦେଉଛ ପିଲାମାନେ 100% ପିଲାମାନେ ତୁମେ ଏକ୍ଜାମ୍ରେ ଭଲ କରିବ, ବୁଝିଲ କି? ତ ଆଜି ପାଇଁ ଏତିକି ପିଲାମାନେ ଗୋଟିଏ ଲେଖେ ସେୟାର କରିଦେବ ତୁମ ସାଙ୍ଗମାନଙ୍କୁ, ତ ସେମାନେ ବି ଯିବେ ପଢ଼ିପାରନ୍ତି। ତ ଆଜି ପାଇଁ ଏତିକି, ଥ୍ୟାଙ୍କ ୟୁ ପିଲାମାନେ।